ବର୍ଷା ଦିନର କାଦୁଅ ପାଣିକୁ ଭୁଲିଗଲେ ବର୍ଷା ଦିନ ଗୋଟେ ବହୁତ ଭଲ ଜିନିଷ ଦେଖିବାକୁ ମିଳେ। ଯେତେବେଳେ ବର୍ଷା ଅଳ୍ପ ଅଳ୍ପ ହେଉଥାଏ, ଜୋର ବର୍ଷା ହେଇସାରିଲା ପରେ ଯେତେବେଳେ ବର୍ଷା କମି ଆସେ, ସେତେବେଳେ ମାଛମାନେ ଗଡ଼ିଆରୁ ଉଠିକି ଆସନ୍ତି ବାହାରକୁ ଅଣ୍ଡା ଦେବା ପାଇଁ। ଯେତେବେଳେ ସେ ଅଣ୍ଡା ଦେବା ପାଇଁ ଉପଯୋଗୀ ହୋଇଯାଇଥାନ୍ତି, ତାହେଲେ ବାହାରକୁ ଉଠନ୍ତି, ଗଡ଼ିଆ ମୁହଁରୁ ଉଠନ୍ତି, ଉପରକୁ ଉଠନ୍ତି, ଆସିକି ଯେଉଁଠି ପାଣି ଅଳ୍ପ ଅଳ୍ପ ପାଣି ଥାଏ, ଛୋଟ ଛୋଟ ଖାଲ କମାରେ ଯେଉଁଠି ପାଣି ଥାଏ, ସେଇଠି ରହିକି ଅଣ୍ଡା ଦିଅନ୍ତି। ତେଣୁ ସେ ମାଛ ଗୁଡ଼ା ଉଠନ୍ତି, ତାକୁ ଗାଁ ଲୋକ ଧରିବାକୁ ଖୁବ୍ ଭଲ ପାଆନ୍ତି। ମାଗୁର ଆଉ କଉ ମାଛ ବେଶୀ ଉଠନ୍ତି। କଉ ମାଛ ବା ଟକଳ ମାଛ ଯାହାକୁ କୁହନ୍ତି, ଆମର ଯେଉଁ ଟକଳ କୁହନ୍ତି, ବିଭିନ୍ନ ପ୍ରକାର ବିଭିନ୍ନ ନାଁ, ହେଲେ ଆମର ଏଠି ତାକୁ ଟକଳ ମାଛ ବୋଲି କୁହନ୍ତି। କଉ ମାଛ ସେମାନେ ଉଠନ୍ତି। ତେଣୁକରି ସେ ମାଛ ଗୁଡ଼ା ଆମେ ସବୁ ଧରୁ। ବଡ଼ ଛୋଟବେଳେ ବହୁତ ଭଲ ଲାଗେ ବର୍ଷାରେ ଓଦା ହେଇକି ମାଛ ଧରିବା ପାଇଁ। ମାଛ ଅବଶ୍ୟ ଖାଇବାକୁ ବି ବହୁତ ଭଲ ଲାଗେ, ବହୁତ ଟେଷ୍ଟି ମାଛ ଏଇଟା ଖାଇବା ଭଲ ଲାଗେ। କିନ୍ତୁ ଆମକୁ ଏଇଟା ଖାଇକି ଭଲ ଲାଗେନା ବିଲକୁଲ। ଛୋଟ ଛୁଆବେଳେ ତ ଆପଣମାନେ ଜାଣିଥିବେ ସମସ୍ତେ କେମିତିକା, ସମସ୍ତଙ୍କର ଟେଷ୍ଟ ପୁରା ଅଲଗା ପ୍ରକାର। ସମସ୍ତଙ୍କୁ ବାହାର ଜିନିଷ ଖାଇବାକୁ ଭଲ ଲାଗେ, ଭଲ ପ୍ରୋଟିନ୍ ଜିନିଷ ଖାଇବାକୁ ବିଲକୁଲ ଭଲ ଲାଗେନା। ଆମକୁ ବି ଭଲ ଲାଗେନା, କିନ୍ତୁ ଧରିବା ପାଇଁ ଯେଉଁ ମଜା ଲାଗେ ସେଇଟା ପୁରା ଅଲଗା ପ୍ରକାର। ଏବେ ବି ମାଛମାନେ ଉଠୁଛନ୍ତି ଆମ ଗଡ଼ିଆରୁ। ବାବା ଆମେ ଯାଇଛନ୍ତି ମୁଗୁରା ବସାଇବା ପାଇଁ, ମାଛ ଧରିବା ପାଇଁ କେବଳ। ସେଥିରେ ପଡ଼ିବେ ମାଗୁର ଆଉ କଉ ମାଛ, ଆଉ ଯେଉଁ ସିଙ୍ଗି ମାଛ ବି ଆମ ଗଡ଼ିଆରେ ଅଛନ୍ତି, ବହୁତ ଅଛନ୍ତି। ସିଙ୍ଗି, ମାଗୁର ଆଉ କଉ ଉଠୁଛନ୍ତି ସେ ସବୁ ମାଛ ଗୁଡ଼ା। ମୁଁ ଦେଖାଉଛି ମାଛ କେମିତିଆ ସବୁ ଉଠୁଛନ୍ତି। ବେଶୀ ବଡ଼ ବଡ଼ ସାଇଜ୍ ନୁହଁ, ଛୋଟ ଛୋଟ ସାଇଜ୍ ଅବଶ୍ୟ। କିନ୍ତୁ ମୁଗୁରା ଦେଖାଉଛି କେଉଁଠି ବଇଛି। ବାବା ବି ତାକୁ ବଡ଼ରେ ଘୋରେଇ ଦେଇ ଯାଇଛନ୍ତି, କାଳେ କି ଉଠେଇ ନେବ ବୋଲି। ଗଡ଼ିଆରେ ପାଣି ଦେଖାଉଛି କେତେ। ଏଇ ଗଡ଼ିଆର ଅବସ୍ଥା ହିଁ ଢିଲା ହେଇଗଲାଣି, ପୁରା ଅଳିଆ ପକା ହେଇକି। ପାଣି ପୁରା ଜଷ୍ଟ ଟିକେ ରାସ୍ତା ବୁଡ଼ିବ ଏଥର। ଫାଇନାଲି ଗୋଟେ ମମି ମାଗୁର ମାଛ ଧରିଦେଲା ହାତରେ, ଦେଖାଉଛି କେମିତି ଦେଖାଯାଉଛି। ଏଇଟା ମାଇଟା, ତା ପେଟ ଦେଖାଯାଉଛି ପୁରା କେଡ଼େ ବଡ଼ଟା ନା, ଅଣ୍ଡା ଅଛି ଆ ପେଟରେ ପୁରା।